ଶ୍ରୀଗୁଣ୍ଡିଚା ଆଧ୍ୟାତ୍ମିକ ଟ୍ରଷ୍ଟ ପୁରୀ ଓଡ଼ିଶା ଆନୁକୂଲ୍ୟରେ ଡେଲ୍ଟା ମଙ୍ଗଳା ମନ୍ଦିର ପରିସରରେ ଓଡ଼ିଶାରେ ମକର ପରମ୍ପରା ଓ ଶ୍ରୀ ଜଗନ୍ନାଥ ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଆଲୋଚନା ଚକ୍ରରେ ଅଧ୍ୟକ୍ଷତା କରିଥିଲେ ଟ୍ରଷ୍ଟର ଉପାଧ୍ୟକ୍ଷ ବିନୋଦ କୁମାର ପଣ୍ଡା। ମୁଖ୍ୟ ଅତିଥି ଭାବେ ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ଶତ୍ରୁଘ୍ନ ପାଣିଗ୍ରାହୀ ଯୋଗଦେଇ କହିଲେ, ପୃଥିବୀର ମୁଖ୍ୟ ଦେବତା ଅଗ୍ନି, ଅନ୍ତରୀକ୍ଷର ଦେବତା ଇନ୍ଦ୍ର ଓ ବାୟୁ ଏବଂ ଆକାଶର ଦେବତା ସୂର୍ଯ୍ୟ ଏକକ ସ୍ୱରୂପ ଅଟନ୍ତି। ଶ୍ରୀ ଜଗନ୍ନାଥ ଚେତନାରେ ସୂର୍ଯ୍ୟ ତତ୍ତ୍ୱର ସମାରୋପ ଘଟି ବ୍ରହ୍ମ ତତ୍ତ୍ୱରେ ପରିପ୍ରକାଶ ହୋଇଛନ୍ତି। ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଓ ଦକ୍ଷିଣାୟନ ଗତିକୁ ଆଧାର କରି ଜଗନ୍ନାଥ ସଂସ୍କୃତିରେ ଦ୍ୱାଦଶ ଯାତ୍ରାର ପରିକଳ୍ପନା ଓ ରୂପାୟନ ଘଟିଛି। ଉତ୍ତରାୟଣ ବା ମକର ସଂକ୍ରାନ୍ତି ଦକ୍ଷିଣ ଭାରତର ପ୍ରମୁଖ ପର୍ବ ହେଲେ ହେଁ ଏହି ଦିନ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ମକର ଚୌରାଶୀ ବେଶ ହୋଇଥାଏ। ମୁଖ୍ୟ ବକ୍ତା ରୂପେ ଅବସରପ୍ରାପ୍ତ ବିଚାରପତି ମାନସ ରଞ୍ଜନ ମିଶ୍ର ଯୋଗଦେଇ କହିଲେ, ଧନୁ ସଂକ୍ରାନ୍ତିର ଶେଷ ମାସନ୍ତ ତିଥି ପରେ ସୂର୍ଯ୍ୟ ମକର ରାଶିରେ ଅବସ୍ଥାନ କରନ୍ତି। ଓଡ଼ିଶାର ଆଦିବାସୀ ପରମ୍ପରା, ବିଶେଷ କରି ମୟୂରଭଞ୍ଜର ସାନ୍ତାଳ, ପଶ୍ଚିମ ଓଡ଼ିଶା ଏବଂ ଓଡ଼ିଶାର ବିଭିନ୍ନ ଦେବାଦେବୀ ପୀଠରେ ଏହି ଦିନ ନୂତନ ଶସ୍ୟରୁ ଉତ୍ପନ୍ନ ଚାଉଳରେ ମକର ଭୋଗ ଅର୍ପଣ କରାଯାଏ। କିମ୍ବଦନ୍ତୀ ଅନୁଯାୟୀ ଦେବୀ ଲକ୍ଷ୍ମୀ ପୌଷ ମାସରେ ବାପଘରକୁ ଯାଇଥାନ୍ତି ଏବଂ ତାଙ୍କର ପିତା ବରୁଣ ମକର ଭାର ପଠାଇଥାନ୍ତି। ମକର ପୂର୍ବଦିନ ପୁଲ ମିଳନ, ଦଧି ମିଳନ ଓ ନବାଙ୍କ ବେଢ଼ା ଜଗନ୍ନାଥ ସଂସ୍କୃତିର ମୌଳିକ ସ୍ୱରୂପ ପ୍ରତିପାଦନ କରେ। ସମ୍ମାନିତ ଅତିଥି ଭାବେ ଟ୍ରଷ୍ଟର ବରିଷ୍ଠ ସଦସ୍ୟା ପ୍ରତିଭା ତ୍ରିପାଠୀ, ପ୍ରଫେସର ଅଭିମନ୍ୟୁ ଭୂଇଁଆ, ବରିଷ୍ଠ ଆଇନଜୀବୀ ବିନୟ ନୃସିଂହ ମହାପାତ୍ର, ଐତିହାସିକ ମଦନ ମୋହନ ମହାପାତ୍ର ଓ ଟ୍ରଷ୍ଟର ସମ୍ପାଦକ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ମଞ୍ଚାସୀନ ଥିଲେ। ପ୍ରାରମ୍ଭରେ ଐତିହାସିକ ମଦନ ମୋହନ ମହାପାତ୍ର ଆଲୋଚନା ଚକ୍ରର ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ। ଏହି ଅବସରରେ ସଙ୍ଗୀତଜ୍ଞ ବିଜୟ କୁମାର ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆୟୋଜିତ ଆଲୋଚନା ଚକ୍ରରେ ପଣ୍ଡିତ ଦୟାନିଧି ତ୍ରିପାଠୀ, ଅଧ୍ୟାପକ ଅଶୋକ କୁମାର ମିଶ୍ର, ଲେଖକ ଅନନ୍ତ ପ୍ରଧାନ, ସୁନନ୍ଦା ମହାନ୍ତି, ସାରଙ୍ଗଧର ଷଡ଼ଙ୍ଗୀ, ଅଧିବକ୍ତା ସୁବାସ ପରିଡ଼ା, ପ୍ରତିଭା ଦାସ, ରତିକାନ୍ତ ପ୍ରତିହାରୀ, ଭାଗବତ ପ୍ରସାଦ ପଟ୍ଟନାୟକ, ମାନସୀ ରଥ, ଅଜୟ କୁମାର ଦାସ, ରଚିତା ରାଉତରାୟ, ପ୍ରଫୁଲ୍ଲ କୁମାର ରାଉତ ପ୍ରମୁଖ ଅଂଶଗ୍ରହଣ କରି ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ତପନ କୁମାର ସେଠୀ, ସର୍ବାଣୀ ଦାସ, ସୌମ୍ୟରଞ୍ଜନ ମଲ୍ଲିକ ଓ ସନ୍ଦୀପ କର୍ମକାର। ପରିଶେଷରେ ସୁଶ୍ରୀ କ୍ରିଷ୍ଣା ଦେବୀ ଧନ୍ୟବାଦ ଅର୍ପଣ କରିଥିଲେ।